যে অটো ড্রাইভর সে ড্রাইভর না শ্রমিক ଏହା ନିଶ୍ଚିତ ଭାବରେ ସରକାର ଯଦି କ୍ଲିୟର କରିବେ ମାନେ ତାଙ୍କୁ ଶ୍ରମିକ କଲ୍ୟାଣ ବୋର୍ଡରେ ରଖିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଆମେ ଚାହୁଁଛୁ ଯେହେତୁ ସେମାନେ ଡ୍ରାଇଭର କଲ୍ୟାଣ ବୋର୍ଡରେ ରହିକି ଏଠୁ ସହଯୋଗ ପାଇବା ଆବଶ୍ୟକ। ସମସ୍ତ ଡ୍ରାଇଭରଙ୍କୁ ମିଳିଲା, ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେଲା, କିନ୍ତୁ ପ୍ରାଇଭେଟ ଗାଡ଼ି ଯୋଉଟା ଆମର ଧଳା ନମ୍ବର ପ୍ଲେଟ୍ ଯୋଉ ଡ୍ରାଇଭର ଭାଇମାନେ ଗାଡ଼ି ଚଲାଉଛନ୍ତି ସେମାନେ ବି ଆଜ୍ଞା ସମସ୍ତ ଧଳା ନମ୍ବର ପ୍ଲେଟ୍ଟା ନିଜେ ମାଲିକ ଚଲାଉନାହାନ୍ତି। ବୃତ୍ତିଗତ ଡ୍ରାଇଭର ଭାଇମାନେ ସେଟା ବି ଚଲାଉଛନ୍ତି। ଯେମିତି ଆମ ନେତା ମନ୍ତ୍ରୀଙ୍କ ଗାଡ଼ି କୁହନ୍ତୁ, ଆମର ସେଲିବ୍ରିଟି ମାନଙ୍କ ଗାଡ଼ି କୁହନ୍ତୁ, ବଡ଼ ଲୋକଙ୍କର ଗାଡ଼ି କୁହନ୍ତୁ, ସବୁ ଗାଡ଼ି ମାନେ ଡ୍ରାଇଭର ମାନେ ବୃତ୍ତିଗତ ହିସାବରେ ଚଲାଉଛନ୍ତି। তো যদি ট্রান্সপোর্ট ভাইকেল চলাউଥିବା ড্রাইভর গোটে মরিগলে পয়সা পাইব, সেই ড্রাইভর কাহিঁকি পাইবনি আজ্ঞা? সিଏ ବି ତ ବୃତ୍ତି କରିକି ପେଟ ପୋଷୁଛି। ପରିବହନ କମିଶନର ଭଲ କଥା ବୋଧେ କହିଲେ, ମାନେ ସେ ଟଙ୍କଧର ତ୍ରିପାଠୀ କାଟି ଦଉଛନ୍ତି। ଟଙ୍କଧର ତ୍ରିପାଠୀ ଭଲ କଥା ବୋଧେ କହିଲେ, ପରିବହନ ମନ୍ତ୍ରୀ କାଟି ଦଉଛନ୍ତି। ମାନେ ସମସ୍ତେ ଭଲ କଥା ପଦେ ପଦେ କହିଲେ, କିନ୍ତୁ ତା କଥାଟା ସିଏ, ତା କଥାଟା ସେ ସବୁ କାଟିଦେଲେ। ଭଲ କଥା କହିଲା ପରେ ମଧ୍ୟ କୌଣସି କଥା ଲାଗୁ ହେଲାନି ବା ଆମେ କୌଣସି ସୁବିଧା ପାଇପାରିଲୁନି। ପ୍ରଶାନ୍ତ ମେଣ୍ଡୁଲି ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ଦାୟିତ୍ୱ ନିର୍ବାହ କରୁଛି ଏବଂ ଡ୍ରାଇଭର ଏକତା ମହାମଞ୍ଚର ଆବାହକ ଭାବରେ କାର୍ଯ୍ୟ କରୁଛି। ଆଜି ଆମେ ସାମ୍ବାଦିକ ସମ୍ମିଳନୀ ଡାକିବାର କାରଣ ହେଉଛି, ଆମେ ଗତକାଲି ଡ୍ରାଇଭର କଲ୍ୟାଣ ବୋର୍ଡର ପଞ୍ଚମ ବୈଠକ ହୋଇଥିଲା, ଯାହାକି ପ୍ରତି 3 ମାସରେ ଥରେ ହେବା କଥା। 3 ବର୍ଷ ଭିତରେ 5 ନମ୍ବର ଥର ହେଇଛି। କାଲି ନୂତନ ସରକାର ଆସିଲା ପରେ 2 ବର୍ଷ ଭିତରେ ମାତ୍ର 2 ଥର ହେଲା। କିନ୍ତୁ ଆମେ ବହୁତ ଦିନରୁ ଯେହେତୁ ବୋର୍ଡ ମିଟିଂ ହେଲେ ଡ୍ରାଇଭର ଭାଇମାନଙ୍କର ସମସ୍ୟାର ସମାଧାନ ହେଇପାରିବ, ତେଣୁକରି ବହୁତ ଦିନରୁ ଚେଷ୍ଟା ଜାରି ରଖିଥିଲୁ। ବୋର୍ଡ ମିଟିଂ ହଉ ବୋଲି ପୂର୍ବରୁ ହେଉନଥିଲା, ବହୁତ କଷ୍ଟରେ ଗତକାଲି ହେଇଥିଲା। କିନ୍ତୁ ଯୋଉଟା ଡ୍ରାଇଭରଙ୍କର ସମସ୍ୟା, ସେ ସମସ୍ୟା ବିଷୟରେ କୌଣସି ଆଲୋଚନା କରାଗଲାନି ବା ତାକୁ ସେ କଥାକୁ ଏଡ଼େଇ ଦିଆଗଲା। ଯାହାକି ଡ୍ରାଇଭର ଭାଇମାନଙ୍କର ବର୍ତ୍ତମାନ ମୁଖ୍ୟ ଦାବି ଅଛି, ଅଟୋ ଡ୍ରାଇଭର ଭାଇଙ୍କୁ ଡ୍ରାଇଭର ୱେଲଫେୟାର ବୋର୍ଡରେ ସାମିଲ କରାଯାଉ। ଆମେ ଏଇଥିପାଇଁ କହୁଛୁ ଆଜ୍ଞା, ଅଟୋ ଡ୍ରାଇଭର ସେ ଡ୍ରାଇଭର ନା ଶ୍ରମିକ, ଏହା ନିଶ୍ଚିତ ଭାବରେ ସରକାର ଯଦି କ୍ଲିୟର କରିବେ ମାନେ ତାଙ୍କୁ ଶ୍ରମିକ କଲ୍ୟାଣ ବୋର୍ଡରେ ରଖିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଆମେ ଚାହୁଁଛୁ ଯେହେତୁ ସେମାନେ ଡ୍ରାଇଭର କଲ୍ୟାଣ ବୋର୍ଡରେ ରହିକି ଏଠୁ ସହଯୋଗ ପାଇବା ଆବଶ୍ୟକ। ତେଣୁକରି ଆମେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ, ଅଟୋ ଚାଳନା କରୁଥିବା ବ୍ୟକ୍ତି ଶ୍ରମିକ ନା ଚାଳକ ନିଶ୍ଚିତ ଭାବରେ ତାହା ସରକାର ସ୍ପଷ୍ଟ କରିବେ। ଏବଂ ସେକେଣ୍ଡ କଥା ହେଉଛି, ସମସ୍ତ ଡ୍ରାଇଭରଙ୍କୁ ମିଳିଲା, ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେଲା, କିନ୍ତୁ ପ୍ରାଇଭେଟ ଗାଡ଼ି ଯୋଉଟା ଆମର ଧଳା ନମ୍ବର ପ୍ଲେଟ୍ ଯୋଉ ଡ୍ରାଇଭର ଭାଇମାନେ ଗାଡ଼ି ଚଲାଉଛନ୍ତି ସେମାନେ ବି ଆଜ୍ଞା ସମସ୍ତ ଧଳା ନମ୍ବର ପ୍ଲେଟ୍ଟା ନିଜେ ମାଲିକ ଚଲାଉନାହାନ୍ତି। ବୃତ୍ତିଗତ ଡ୍ରାଇଭର ଭାଇମାନେ ସେଟା ବି ଚଲାଉଛନ୍ତି। ଯେମିତି ଆମ ନେତା ମନ୍ତ୍ରୀଙ୍କ ଗାଡ଼ି କୁହନ୍ତୁ, ଆମର ସେଲିବ୍ରିଟି ମାନଙ୍କ ଗାଡ଼ି କୁହନ୍ତୁ, ବଡ଼ ଲୋକଙ୍କର ଗାଡ଼ି କୁହନ୍ତୁ, ସବୁ ଗାଡ଼ି ମାନେ ଡ୍ରାଇଭର ମାନେ ବୃତ୍ତିଗତ ହିସାବରେ ଚଲାଉଛନ୍ତି। তো ଯଦି ଟ୍ରାନ୍ସପୋର୍ଟ ଭାଇକେଲ ଚଲାଉଥିବା ଡ୍ରାଇଭର ଗୋଟେ ମରିଗଲେ ପଇସା ପାଇବ, ସେଇ ଡ୍ରାଇଭର କାହିଁକି ପାଇବନି ଆଜ୍ଞା? ସିଏ ବି ତ ବୃତ୍ତି କରିକି ପେଟ ପୋଷୁଛି। ତେଣୁକରି ତାକୁ ବି ମିଳିବା କଥା। କିନ୍ତୁ ଏସବୁ କେସ୍କୁ ଗତକାଲି ସରକାର ମାନେ ଅଣଦେଖା କରୁଛନ୍ତି, କୌଣସି ଜିନିଷ ଶୁଣିଲେନି। ଆମେ ଅଧିକ ଟିକେ ଯୁକ୍ତି କଲୁ, ସେଇଥିପାଇଁ ଆମକୁ ନାଲି ଆଖି ମଧ୍ୟ ଦେଖେଇଛନ୍ତି। ଆମର ଯୋଉ ବୋର୍ଡରେ ଗତକାଲି କେବଳ 2ଟା ଜିନିଷ, ଗୋଟେ 60 ବର୍ଷ ପର୍ଯ୍ୟନ୍ତ ଆମକୁ ଯୋଉ ସହାୟତା ମିଳୁଥିଲା ତାହା 65 ବର୍ଷକୁ କରାଯାଇଛି। କେବଳ ଗୋଟେ ଜିନିଷ, ଆଉ କୌଣସି ଜିନିଷ ଆମର ସମାଧାନ ହେଇପାରି ନାହିଁ। ଆମର ମୁଖ୍ୟ ସମସ୍ୟା ଅଟୋ ଡ୍ରାଇଭର ନା ଶ୍ରମିକ ତାହା ସ୍ପଷ୍ଟ କରିବେ ଏବଂ ପ୍ରାଇଭେଟ ଗାଡ଼ି ଚାଳନା କରୁଥିବା ବୃତ୍ତିଗତ ଡ୍ରାଇଭର ଭାଇଙ୍କୁ ଏ ଯୋଉ ସୁବିଧାଟା ମିଳିବା ନିହାତି ଆବଶ୍ୟକ। ଆମେ ନିଶ୍ଚିତ ଭାବରେ ଗତକାଲି ପରିବହନ ମନ୍ତ୍ରୀ ଥିଲେ, ପରିବହନ କମିଶନର ଥିଲେ ଏବଂ ଆମର ଟ୍ରାନ୍ସପୋର୍ଟ ସେକ୍ରେଟାରୀ ମଧ୍ୟ ଥିଲେ। କିନ୍ତୁ ଆମେ ଦୁଃଖିତ, ବୋର୍ଡ ଗୁଟେକୁ ଅସମ୍ମାନ କରିବା କଥା ନୁହଁ, ଆମେ ବି ତାଙ୍କୁ ସମ୍ମାନ ଦଉଛୁ। ଗତକାଲି ଯୋଉ ହିସାବରେ ସେମାନେ ଗପ କହିଲେ, ମାନେ ପରିବହନ ମନ୍ତ୍ରୀ ଗୋଟେ ଭଲ କଥା କହିଛନ୍ତି, ପରିବହନ ମନ୍ତ୍ରୀ ଭଲ କଥା କହିଲେ ପରିବହନ କମିଶନର କାଟି ଦଉଛନ୍ତି। ପରିବହନ କମିଶନର ଭଲ କଥା ବୋଧେ କହିଲେ, ମାନେ ସେ ଟଙ୍କଧର ତ୍ରିପାଠୀ କାଟି ଦଉଛନ୍ତି। ଟଙ୍କଧର ତ୍ରିପାଠୀ ଭଲ କଥା ବୋଧେ କହିଲେ, ପରିବହନ ମନ୍ତ୍ରୀ କାଟି ଦଉଛନ୍ତି। ମାନେ ସମସ୍ତେ ଭଲ କଥା ପଦେ ପଦେ କହିଲେ, କିନ୍ତୁ ତା କଥାଟା ସିଏ, ତା କଥାଟା ସେ ସବୁ କାଟିଦେଲେ। ଭଲ କଥା କହିଲା ପରେ ମଧ୍ୟ କୌଣସି କଥା ଲାଗୁ ହେଲାନି ବା ଆମେ କୌଣସି ସୁବିଧା ପାଇପାରିଲୁ ନାହିଁ। ତେଣୁକରି ଆମେ ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ନିଷ୍ପତ୍ତି ନେଇଛୁ, ଏଇ ଯୋଉଟା ଆମର ପ୍ରାଇଭେଟ ଗାଡ଼ି ଏବଂ ଅଟୋ ବର୍ତ୍ତମାନର ସମସ୍ୟା, ଆମେ କୌଣସି ଘୋଡ଼ା ହାତୀ ମାଗୁନୁ କି ଆମର ପୁରୁଣା ଡିମାଣ୍ଡକୁ ପୁରା କର ବୋଲି ସରକାରଙ୍କୁ କହୁନାହୁଁ। ଏ ବୋର୍ଡ ଭିତରେ ପୂର୍ବ ସରକାର ସୁବିଧା କରିଥିଲେ ଯେ ସମସ୍ତ ଡ୍ରାଇଭରକୁ ଦିଆଯିବ ବୋଲିକି, କିନ୍ତୁ ଏମାନେ ଆମକୁ ଭାଗ କରିବା ପାଇଁ, 3 ଭାଗରେ ବିଭକ୍ତ କରିବା ପାଇଁ ଅଟୋକୁ ଗୋଟେ ପଟେ ଏବଂ ପ୍ରାଇଭେଟ ଗାଡ଼ିକୁ ଗୋଟେ ପଟେ ଏବଂ ଟ୍ରକକୁ ଗୋଟେ ପଟେ ରଖିକି ଆମକୁ ଭାଙ୍ଗିବା ପାଇଁ ଯୋଉ ଉଦ୍ଦେଶ୍ୟ କରିଛନ୍ତି ସରକାର, ନିଶ୍ଚିତ ଭାବରେ ଭୁଲି ଯାଆନ୍ତୁ। ଏବଂ এই ଯୋଉ ପ୍ରାଇଭେଟ ଗାଡ଼ିକୁ ପଇସା ମିଳିବା କଥା ତାର ତୁରନ୍ତ ବ୍ୟବସ୍ଥା କରନ୍ତୁ ସରକାର, ନଚେତ୍ ଆଗାମୀ ସମୟରେ ଡ୍ରାଇଭର ଏକତା ମହାମଞ୍ଚ ଜରିଆରେ ଓଡ଼ିଶାର ସମସ୍ତ ଡ୍ରାଇଭର ଭାଇମାନେ ନିଜର ଅଧିକାର ପାଇଁ ପୁଣି କିଛି ନୂତନ ପଦକ୍ଷେପ ଗ୍ରହଣ କରିବେ। ଆମେ ନିଶ୍ଚିତ ଭାବରେ ଯଦି ଏଇ ଯୋଉ 10 ଦିନ ମଧ୍ୟରେ ସରକାର ପୂରଣ ନ କରନ୍ତି,
आमे प्रत्येक आरटीओ ऑफिस रे जाके धारणा देबू। गतकाली जेतेबेले आमे प्राइवेट ड्राइवर को मिलू बोली डिमांड करथिलु, आमको मंत्री कहिथिले जे प्राइवेट ड्राइवर किए चलाउछि किए नै ताकू माने गणना केमती करा जिवो, चयन केमती करा जिवो, किए अछंती किए नाहंती। तो निहाती भाव में कही लागू आमे चिलिका रे केते पक्षी आसुचंती सरकार गणी पारुचंती, बाघ केतेटा ओडिसा रे अछंती सरकार गणी पारुचंती, हाथी केतेटा अछंती गणी पारुचंती। तो प्राइवेट ड्राइवर केतेटा बा ड्राइवर टोटल केतेटा गाड़ी चलाउचंती वृत्तिगत भाव में कर्म करूचंती ताहा केमती पारिबेनी। तेणुकरी सरकार जानी शुणी न करे देबा उद्देश्य ड्राइवर को विशृंखला करी आउ पूर्वरु जेहेतु आमे आंदोलन करिचु हक पई लढिचु सेही गुटे अहंग भाव रखी पूरा जानी शुणिकी आम संघ को भांगिबा पई गुटे उद्देश्य करा जाउची। तेणुकरी आमर जदि किछि आमर जदि संघ भांगे कौन हुए ताले निहाती आमे मध्य पाल्टा जवाब देवा पई प्रस्तुत अछु। आउ आगामी समय आमे चाहुनु ओडिसावासी को हैरान करिया पई, चाहुनु काहाकू हैरान हरकत रे पकाइया पई। आगामी समय जदि सरकार न शुणती आमर कथा 10 दिन भितर जदि समाधान तार न करती 11 नंबर दिन प्रत्येक आरटीओ ऑफिस को ड्राइवर पहुंची जिवे एवं परिवहन विभाग संपूर्ण बंद होवार संभावना रहबो। आमे कोनसी जनसाधारण को हैरान करिया पई चाहुनु, तेणुकरी आमे अनुरोध करजु सरकार को जदि सरकार न करती आगामी समय जदि कोनसी जनसाधारण हैरान हरकत हुअंती तेबे सेति पई सरकार ही दायी रहबे।